ତ ଦେଖନ୍ତୁ SSC କନଷ୍ଟେବଳ ଆମର ନୋଟିଫିକେସନ୍ ଆଜି ଯାଇଛି, ଆପଣମାନେ ଆପ୍ଲାଏ କରିପାରିବେ। କ'ଣ ଦେଇଛି ଆପଣଙ୍କର କେତେଟା ପୋଷ୍ଟ ଅଛି ଆପଣ ଦେଖନ୍ତୁ। ଆପଣଙ୍କର ସମୁଦାୟ 25,487ଟି ପୋଷ୍ଟ ଅଛି, ହେଲା କି। ତା ମଧ୍ୟରୁ କେଇଟି କ'ଣ କେତୋଟି ଅଛି BSFରେ କେତୋଟି, CISFରେ କେତୋଟି, CRPFରେ କେତୋଟି, SSBରେ କେତୋଟି, ITBPରେ କେତୋଟି, ARରେ କେତୋଟି, ଆପଣ ଏଠି ଚେକ୍ କରନ୍ତୁ। ୟାର ଆପ୍ଲାଏ ଆମର କ୍ୱାଲିଫିକେସନ୍ ରହୁଛି 10th, ହେଲା କି। 10th ରହୁଛି ଆମର କ୍ୱାଲିଫିକେସନ୍। SC ST ତାଙ୍କର ଏଜ୍ ରିଲାକ୍ସେସନ୍ ରହୁଛି 5 year, OBCର 3 year, ex servicemen ଯେଉଁମାନେ 3 year after duration of the military service renewed from the actual age as on the date of reckoning। ଏବେ ତାପରେ କ'ଣ ଅଛି ଦେଖିବା, ଆଉ କ'ଣ ଅଛି ତାପରେ ତାର ପ୍ରୋସେସ୍ ସାର୍ଟିଫିକେଟ୍ କେମିତି ଫର୍ମାଟ୍ ସାର୍ଟିଫିକେଟ୍ ନେବେ କ'ଣ ନାହିଁ ସବୁ ପୁରା ଡିଟେଲ୍ସ ଦେଇଛି ଏଇଠି ଆପଣଙ୍କୁ, ହେଲା କି। ଆପଣମାନେ ଆପ୍ଲାଏ କରିପାରିବେ। ଆପଣଙ୍କର ଯଦି NCC ସାର୍ଟିଫିକେଟ୍ ଥିବ ତାହେଲେ 5% ମ୍ୟାକ୍ସିମମ୍ ମାର୍କ ଆପଣଙ୍କର ଏକ୍ଜାମିନେସନ୍ ମିଳିବ। NCC B ସାର୍ଟିଫିକେଟ୍ ଥିଲେ 3%, NCC A ସାର୍ଟିଫିକେଟ୍ ଯଦି ଥାଏ ତାହେଲେ 2%, ହେଲା କି। ଆପଣମାନେ ଟେଲିଗ୍ରାମ ଚ୍ୟାନେଲ୍ ଚେକ୍ କରିନିଅନ୍ତୁ, ମୁଁ PDFଟି ସେୟାର କରିଦେଉଛି, ହେଲା କି। SSC କନଷ୍ଟେବଳ ଆପଣ ଆପ୍ଲାଏ କରିପାରିବେ। 10th ତାର ରହୁଛି ଆମର କ୍ୱାଲିଫିକେସନ୍ ରହୁଛି। ଧନ୍ୟବାଦ।